ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ୍ଠାରେ ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂରବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଓଡ଼ିଶା ମହିଳା ଆୟୋଗ ସଭ୍ୟା ଶ୍ରୀମତୀ ପ୍ରତିଭା ଶତପଥୀ ଏବଂ ମୁକ୍ତା ସାହୁ ଏବଂ କନଭେନର ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ଚନ୍ଦନା ମହାନ୍ତି ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ ସମ୍ପତ୍ତି ବିବାଦ, କାର୍ଯ୍ୟସ୍ଥଳରେ ନିର୍ଯାତନା, ବୈବାହିକ ବିବାଦର ସମାଧାନ, ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କିପରି ଶୀଘ୍ର ସମାଧାନ ହୁଏ ସେହି ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବାମଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ସାଧାରଣ ସଭା ଶେଷ ହେବା ପରେ ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସର୍ବମୋଟ 41 ଗୋଟି ମାମଲାର ପଞ୍ଜୀକରଣ ହୋଇଥିଲା। ସେଥିମଧ୍ୟରୁ 30 ଗୋଟି ମାମଲା ଜନଶୁଣାଣି ପୋର୍ଟାଲରେ ପଞ୍ଜୀକରଣ ହୋଇଥିବା ବେଳେ 11 ଗୋଟି ମାମଲା ଆଜି ନୂଆ ଭାବେ ଜନଶୁଣାଣି ସ୍ଥାନରେ ପଞ୍ଜୀକରଣ ହୋଇଛି। ଆଜି କେବଳ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା 30 ଗୋଟି ମାମଲାରୁ 28 ଗୋଟି ମାମଲାର ହିଁ ବିଚାର କରାଯାଇଥିବା ବେଳେ 2 ଗୋଟି ମାମଲା ଅନୁପସ୍ଥିତ କାରଣରୁ ବିଚାର କରାଯାଇ ନଥିଲା। ଆଜି ନୂତନ ଭାବେ ପଞ୍ଜୀକୃତ ହୋଇଥିବା 11 ଗୋଟି ମାମଲାର କୌଣସି ବିଚାର କରାଯାଇ ନଥିଲା। ବିଚାର କରାଯାଇଥିବା ମାମଲାଗୁଡ଼ିକ ମଧ୍ୟରୁ 11 ଗୋଟି ମାମଲାର ଉଭୟ ପକ୍ଷ ଥିବାବେଳେ 15 ଗୋଟି ମାମଲାର କେବଳ ଅଭିଯୋଗକାରୀ ଥିଲେ ଏବଂ 2 ଗୋଟି ମାମଲାର କେବଳ ବିପକ୍ଷ ଦଳ ଥିଲେ। ବିଚାର କରାଯାଇଥିବା ମାମଲାଗୁଡ଼ିକ ମଧ୍ୟରୁ 8 ଗୋଟି ମାମଲାର ତତ୍କାଳ ସମାଧାନ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକରଙ୍କ ପାଖକୁ 6 ଗୋଟି ମାମଲା ହସ୍ତାନ୍ତର କରାଯାଇଥିବା ବେଳେ 1 ଗୋଟି ମାମଲା ଜିଲ୍ଲା ସୁରକ୍ଷା ଅଧିକାରିଣୀ ଯୁଦ୍ଧିକାରିଣୀ ରାୟ ଏବଂ 6 ଗୋଟି ମାମଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ହସ୍ତାନ୍ତର କରାଯାଇଛି। 7 ଗୋଟି ମାମଲାକୁ ପୁନର୍ବାର ପରବର୍ତ୍ତୀ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଧନ୍ୟବାଦ।